ବର୍ତ୍ତମାନ ଓଡ଼ିଶାର ଅନେକ ସ୍ଥାନରେ ଗୋମାତାଙ୍କ ପର୍ବ ବା ଚାଷୀ ଭାଇଙ୍କ ପାରମ୍ପରିକ କୃଷିଭିତ୍ତିକ ଦିଆଳି ପର୍ବ ପାଳିତ ହେଉଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରଚାର ପ୍ରସାର ଅଭାବରୁ ଦିଆଳି ଭଳି ଆଦିବାସୀମାନଙ୍କ ପାରମ୍ପରିକ ପର୍ବଗୁଡ଼ିକ ଲୋକଲୋଚନକୁ ଆସିପାରୁନି। ନବରଙ୍ଗପୁର ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ପର୍ବ ଗୋମାତାଙ୍କ ପୂଜା ଦିଆଳି ପର୍ବ ସମସ୍ତ ଅଞ୍ଚଳରେ ପାଳିତ ହୋଇଯାଇଛି ଏବଂ ହେଉଛି ମଧ୍ୟ। ମାନ୍ୟତା ଅନୁସାରେ ଉକ୍ତ ପର୍ବରେ ଗାଈକୁ ହିନ୍ଦୁ ଧର୍ମରେ ମା ଭାବରେ ପୂଜା କରାଯାଏ। ଧାନ ଅମଳ ପରେ ପୌଷ ମାସରେ ଉକ୍ତ ଅଞ୍ଚଳଗୁଡ଼ିକରେ ଭିନ୍ନ ଭିନ୍ନ ଦିନମାନଙ୍କରେ ଦିଆଳି ପର୍ବ ପାଳନ କରାଯାଏ। ଗାଁରେ ବଉଳାଣି ଯାତ୍ରା ପରେ ଗୋମାତାଙ୍କୁ ଦିଆଳି ଦିନ ନୈବେଦ୍ୟ ଧୂପ ଦୀପ ଦେଇ ପୂଜା କରାଯାଏ। ଘର ଦ୍ୱାରକୁ ରଙ୍ଗମାଟିରେ ଲିପାପୋଛା କରି ବିଭିନ୍ନ ପ୍ରକାର ଝୋଟି ଦେଇ ସଜାଯାଏ। ଗୌଡ଼ିଆମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଗାଁର ଘରେ ଘରେ ବୁଲନ୍ତି। ଯେଉଁ ଘରର ଗୋରୁ ଗାଈର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥାନ୍ତି ସେ ସବୁ ଘର ବର୍ଷର ପାରିଶ୍ରମିକ ଆଦାୟ କରିଥାନ୍ତି। ଘର ମାଲିକମାନଙ୍କୁ ଚୁଡ଼ା ଗୁଡ଼ ହଂସ କୁକୁଡ଼ା ଇତ୍ୟାଦି ଭେଟି ଦେଇଥାନ୍ତି। ଖାଲି ସେତିକି ନୁହେଁ, ଚିତ୍ର ବିଚିତ୍ର ବାଡ଼ି ଧରି ନୃତ୍ୟ ପରିବେଷଣ କରିଥାନ୍ତି। ଦିଆଳି ସମୟରେ ଯେଉଁ ବାଡ଼ି ଧରି ନୃତ୍ୟ ପରିବେଷଣ କରିଥାନ୍ତି ସେହି ବାଡ଼ିକୁ ବନାଡାଙ୍ଗ କୁହାଯାଏ। ଏହାର ରଙ୍ଗ କଳା ଧଳା ହୋଇଥାଏ। ଧୀରେ ଧୀରେ ଏହି ପରମ୍ପରା ଲୁପ୍ତ ହେବାକୁ ବସିଲାଣି, କାରଣ ଗାଁ ଗାଁକୁ ଗୋରୁ ରପ୍ତାନି ଦଲାଲମାନେ ଯାଇ ଗାଈ ମାଲିକମାନଙ୍କୁ ଅନେକ ପ୍ରକାର ପ୍ରଲୋଭନ ଦେଖାଇ ଗାଈ କମ୍ ଦରରେ କିଣି ଗାଈ କଟା କେନ୍ଦ୍ରମାନଙ୍କୁ ଯୋଗାଉଛନ୍ତି ଏବଂ ପ୍ରଶାସନ ମଧ୍ୟ କିଛି ପଇସା କାରବାର କରି ଦେଖି ଦେଖି ଚୁପ୍ ରହୁଛି। କିନ୍ତୁ ଆଜି ବି ଏହି ପାରମ୍ପରିକ ପର୍ବଗୁଡ଼ିକ ଆମ ଗାଁ ଓ ପଲ୍ଲୀ ଅଞ୍ଚଳରେ ଧୁମଧାମରେ ପାଳନ କରାଯାଇଥାଏ। ଦିଆଳି ଦିନ ସକାଳେ ଘରେ ଥିବା ସମସ୍ତ ଗାଈ ଗୋରୁଙ୍କୁ ଗାଧୋଇ ଗାଈଙ୍କ ବେକରେ ଏକ ନୂଆ ହଳଦୀ ଲଗା ଦଉଡ଼ି ବାନ୍ଧନ୍ତି। ଖେଚୁଡ଼ି ଏବଂ ବିରି ପିଠା ଖାଇବାକୁ ଦେଇଥାନ୍ତି। ଏହାପରେ ସାହି ପଡ଼ିଶାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଏ। କେଉଁ ଆଦିମ କାଳରୁ କୋରାପୁଟ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଉଛି, କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏସବୁ ଆଦିବାସୀମାନଙ୍କ ପାରମ୍ପରିକ ପର୍ବଗୁଡ଼ିକ ଲୋକଲୋଚନକୁ ଆସିପାରୁନି ତଥା ଗୋରୁ ଚାଲାଣକାରୀ ଦଲାଲଙ୍କ ଯୋଗୁଁ ଏଥିରେ ଶିଥିଳତା ଆସିଯାଉଛି। ଏଣୁ ଜନସାଧାରଣ ପୋଲିସ ପ୍ରଶାସନ ତଥା ପ୍ରଶାସନଙ୍କ ଅନୁରୋଧ ତଥା ଅଭିଯୋଗ କରୁଛନ୍ତି କି ଯେ ପ୍ରଶାସନ କେବଳ ସରକାରୀ ମଣ୍ଡେଇ ପର୍ବଗୁଡ଼ିକରେ ବ୍ୟସ୍ତ ନ ରହି ସଠିକ୍ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ। ନା ଆମର ବଲରାମ ବନଗା ଘର ଆମର ସରାଗୁଡ଼ା ଏଠି ଗାଁରେ ପଞ୍ଚାୟତ କୋଇଲାରୀ ବ୍ଲକଟା ଡାବୁଗାଁ ଥାନା ଆମର ଡାବୁଗାଁ। ଇଏ ଆପଣଙ୍କର ଯୋଉ ଦିଆଳି ପରମ୍ପରା ଦିଆଳି ମନେଇଲେ ପର୍ବ ଆଜ୍ଞା କିଛି କୁହନ୍ତୁ। ଦିଆଳି ମାନେ ଆମର ଆଦିବାସୀ ପରମ୍ପରାଟା ଏଇଟା ଗୋଟେ ପୁରୁଣା କାଳରୁ ରହି ଆସିଛି। ଆଉ ଦିଆଳି ବୋଲେ ଆମେ ଅନ୍ୟାନ୍ୟ ଆମର ବନ୍ଧୁ ଭାଇ କୁଟୁମ୍ବକୁ ଡାକିକିରି ଆମେ ସେଠି ପର୍ବ ମାନୁ। ତାପରେ ଘରେ ଯେଉଁ ଗାଈ ଗୋରୁ ଥାଆନ୍ତି ତାଙ୍କୁ ପୂଜା କରୁ ଦିଆଳିରେ। ଆଉ ଗାଈ ଗୋରୁ ପାଇଁ ବୋଲି ଖେଚଡ଼ି ତିଆରି କରିକିରି ଆମେ ସେ ଗାଈ ଗୋରୁ ଖେଚଡ଼ି ଦିଆଯାଏ ସକାଳେ। ତାପରେ ଉପରଓଳି ଆମେ ପିଠାପଣା କରିକିରି ଦିଆଳି ପର୍ବ ସମସ୍ତେ ମଜା ମଜଲିସରେ ଆମେ ଏଇଟା ଟିକେ ପାଳନ କରୁ। ଗାଈ ଗୋରୁ ତ ଆମେ ତ ବିକୁନୁ ଯେ ଆମର ଗାଈ ଗୋଟେ ଧରନ୍ତୁ ବୟସ ହେଇଗଲା ଗାଈଟା ମରିଗଲା ବୋଲେ ଆମେ ପୋତି ଦେଉଛୁ। ଆଉ ଦଲାଲ ମାନେ ସେଟା ନେଇକି ଚେଷ୍ଟା କରୁଛନ୍ତି ଯେମିତି କରିବି ସେ ଲୋକଠୁ ଟାଣିକିରି ନେବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଛଡ଼େଇ ନେଲା ଭଳିଆ ତାକୁ ଯେମିତି ସେମିତି କରିକି ନେଇଯାଉଛନ୍ତି। ନେଇଯାଇକି ସେମାନେ ଦଲାଲ ବାହାରେ ସବୁ ବିକ୍ରି କରିଦେଉଛନ୍ତି। ଆଉ ସେଇଟା ଆମକୁ ବି ଖରାପ ଲାଗୁଛି, କିନ୍ତୁ ସେ ଯିଏ ଦଲାଲ ଅଛି ତାକୁ ତ ଖରାପ ଲାଗୁନି, ସେ ଟାଣିକି ନେଇଯାଉଛି। ଉମରକୋଟରୁ ଶ୍ରୀନିବାସ ରାଓଙ୍କ ରିପୋର୍ଟ, ବହୁଜନ ମିଡ଼ିଆ।